କରୁଛି ପଶ୍ଚିମ ଓଡ଼ିଶା। ଆକାଶରେ ହେଉଛି ଅଗ୍ନି ବର୍ଷା। ପଶ୍ଚିମ ଓଡ଼ିଶାର 8ଟି ସହରର ତାପମାତ୍ରା ଆଜି 45 ଡିଗ୍ରୀ ସେଲସିୟସ୍ ବା ତା ଉପରେ ରେକର୍ଡ କରାଯାଇଛି। ତୋସଲାଗଡ଼ ଭାବେ ପରିଚିତ ଟିଟଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 46.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଫଳରେ ଆଜି ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତେବେ ଆଗକୁ ଓଡ଼ିଶାରେ କେତେ ପ୍ରତିଶତ ଖରା ରହିଛି, ଏହା ସହିତ କେଉଁ ଜିଲ୍ଲା ପ୍ରତି ଅଧିକ ବିପଦ ରହିଛି, ସେ ନେଇ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡ଼ିଓ ଦେଖୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ଦିନ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରରେ ଦିନର ସର୍ବୋଚ୍ଚ ତାପମାତ୍ରା 46.4 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ 46.2 ଡିଗ୍ରୀ, ବରଗଡ଼ରେ 46 ଡିଗ୍ରୀ, ସମ୍ବଲପୁରରେ 45.2 ଡିଗ୍ରୀ, ଝାରସୁଗୁଡ଼ାରେ 54 ଡିଗ୍ରୀ, ଭବାନୀପାଟଣାରେ 54 ଡିଗ୍ରୀ ଓ ନୂଆପଡ଼ାରେ 45 ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା 44.7 ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ 44 ଡିଗ୍ରୀ, ସୁନ୍ଦରଗଡ଼ରେ 42 ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରିରେ ତାପମାତ୍ରା 43.7 ଡିଗ୍ରୀ, ଫୁଲବାଣୀରେ 43 ଡିଗ୍ରୀ, ପାରଳାଖେମୁଣ୍ଡିରେ 40.5 ଡିଗ୍ରୀ, ନବରଙ୍ଗପୁରରେ 40.5 ଡିଗ୍ରୀ, ରାୟଗଡ଼ାରେ 40 ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଆଜି ରାଜ୍ୟର ଅନ୍ୟ ଅଞ୍ଚଳର ତାପମାତ୍ରା 40 ଡିଗ୍ରୀ ତଳକୁ ରହିଥିଲା। ନୟାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 39.3 ଡିଗ୍ରୀ ରହିଥିବା ବେଳେ ତାଳଚେରରେ 39 ଡିଗ୍ରୀ, ଅନୁଗୁଳରେ 38.7 ଡିଗ୍ରୀ, ଯାଜପୁରରେ 38 ଡିଗ୍ରୀ, ଦାରିଙ୍ଗବାଡ଼ିରେ 38 ଡିଗ୍ରୀ, କୋରାପୁଟରେ 37 ଡିଗ୍ରୀ, ଦେବଗଡ଼ରେ 36.6 ଡିଗ୍ରୀ, ଖୋର୍ଦ୍ଧାରେ 36 ଡିଗ୍ରୀ, କେନ୍ଦ୍ରାପଡ଼ାରେ 36 ଡିଗ୍ରୀ, ଢେଙ୍କାନାଳରେ 35.6 ଡିଗ୍ରୀ, ଛତ୍ରପୁରରେ 35.6 ଡିଗ୍ରୀ, କଟକରେ 35 ଡିଗ୍ରୀ, ଗୋପାଳପୁରରେ 43.5 ଡିଗ୍ରୀ, କେନ୍ଦୁଝରରେ 34 ଡିଗ୍ରୀ, ପୁରୀରେ 34.1 ଡିଗ୍ରୀ, ପାରାଦୀପରେ 33.1 ଡିଗ୍ରୀ, ଚାନ୍ଦବାଲିରେ 32.8 ଡିଗ୍ରୀ, ଭଦ୍ରକରେ 32 ଡିଗ୍ରୀ ଓ ବାଲେଶ୍ୱରରେ 31.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗୋପାଳପୁର, ପୁରୀ, ଭୁବନେଶ୍ୱର, ପାରାଦୀପ, କେନ୍ଦୁଝର, ଚାନ୍ଦବାଲି ଓ ବାଲେଶ୍ୱର ଆଦି ସ୍ଥାନରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ତଳକୁ ରହିଥିଲେ ହେଁ ଆର୍ଦ୍ରତା ବହୁତ ଅଧିକ ରହିଥିଲା। ଦିନ 2:30ଟା ସୁଦ୍ଧା ଗୋପାଳପୁରରେ ଆର୍ଦ୍ରତା 87% ରହିଥିବା ବେଳେ ପୁରୀରେ 84%, ଭୁବନେଶ୍ୱରରେ 75%, କେନ୍ଦୁଝରରେ 80%, ପାରାଦୀପରେ 85%, ଚାନ୍ଦବାଲିରେ 81% ଓ ବାଲେଶ୍ୱରରେ 87% ରହିଥିଲା। ଫଳରେ ତାତି ନଥିଲେ ବି ଡାକୁଥିବା ବେଳେ ଆହୁରି 3 ଦିନ ନିସ୍ତାର ନାହିଁ। ଆଗାମୀ 3 ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।